ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ସୁରଭି 2024 ମସିହାର କୁଇଜ୍ ପ୍ରତିଯୋଗିତା ନିମନ୍ତେ ସ୍ଥିରୀକୃତ କରାଯାଇଥିବା ବିଷୟବସ୍ତୁକୁ ଆଧାର କରି କେତୋଟି କୁଇଜ୍ ଆମେ ଆଲୋଚନା କରିବା। କ୍ୱେଶ୍ଚିନ୍ ନମ୍ବର 1, କେବଳ ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଏକ ବିଶେଷ ଧରଣର ପଥରରେ ନିର୍ମିତ ହୋଇଥିଲା। ସେହି ପଥର କେଉଁ ଶ୍ରେଣୀର? ଉତ୍ତର ହେଉଛି ଖଣ୍ଡୋଲାଇଟ୍। ପୁରୀର ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଦାରୁ କେଉଁଥିରେ ନିର୍ମିତ? ଉତ୍ତର ହେଉଛି ନିମ୍ବ ଗଛର କାଠ, ଯାହାକୁ ଦାରୁ କୁହାଯାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଏକ ପ୍ରସିଦ୍ଧ ଆଧୁନିକ ମନ୍ଦିର ଅଛି। ତାର ନାମ କ'ଣ? ଶ୍ରୀରାମ ମନ୍ଦିର। ଓଡ଼ିଶାର ଦୀର୍ଘତମ ନଦୀ କିଏ? ମହାନଦୀ। ମାଛକୁଣ୍ଡ ନଦୀରୁ ଡୁଡୁମା ଜଳପ୍ରପାତ ସୃଷ୍ଟି। ତାପରେ ସେଠାରୁ ଯେଉଁ ଧାର ବାହାରି ଏକ ନୂଆ ନଦୀ ସୃଷ୍ଟି ହୋଇଛି, ତାର ନାମ କ'ଣ? ସିଲେରୁ। କେଉଁ ଦୁଇଟି ନଦୀର ସଙ୍ଗମରୁ ବ୍ରାହ୍ମଣୀ ନଦୀର ସୃଷ୍ଟି? ଉତ୍ତର ହେଉଛି ଶଙ୍ଖ ଓ କୋଏଲ। ବୁଢ଼ାବଳଙ୍ଗ ନଦୀ କେଉଁ ପର୍ବତରୁ ପ୍ରବାହିତ ହେଉଅଛି? ଉତ୍ତର ହେଉଛି ଶିମିଳିପାଳ। କେଉଁ ଦୁଇଟି ନଦୀ କୋରାପୁଟ ଜିଲ୍ଲାର ଦକ୍ଷିଣ ପଶ୍ଚିମ କୋଣରେ ପରସ୍ପର ସହିତ ମିଳିତ ହୋଇ ଗୋଦାବରୀ ନଦୀରେ ପଡ଼ିଛନ୍ତି? ଉତ୍ତର ହେଉଛି କୋଲାବ ଓ ସିଲେରୁ। ପଞ୍ଚଲିଙ୍ଗେଶ୍ୱର ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ? ବାଲେଶ୍ୱର। ସମ୍ବଲପୁର ଜିଲ୍ଲାର କେଉଁ ସ୍ଥାନରୁ ଏକ ବୌଦ୍ଧ ବିହାର ଧ୍ୱଂସାବଶେଷ ମିଳିଛି? ମ୍ଲେଚ୍ଛାମୁଣ୍ଡା। ଗୁପ୍ତେଶ୍ୱର ଗୁମ୍ଫା କେଉଁଠାରେ ଅବସ୍ଥିତ? କୋରାପୁଟ ଜିଲ୍ଲାର ଜୟପୁର ସହର। ପୁରୀ ଜିଲ୍ଲାର କରୁଣା କାହିଁକି ପ୍ରସିଦ୍ଧ? ଉତ୍ତର ହେଉଛି ବିରାଟ ବୁଦ୍ଧ ମୂର୍ତ୍ତି ହେତୁ। ଓଡ଼ିଶାର ରାଜଧାନୀ ଉପକଣ୍ଠରେ କେଉଁ ଦୁଇଟି ନଦୀ ପ୍ରବାହିତ? କୁଆଖାଇ ଏବଂ ଦୟା। କଟକ ସହର ନିକଟସ୍ଥ ମହାନଦୀ ଶଯ୍ୟାରେ ଏକ ପ୍ରସିଦ୍ଧ ଶୈବପୀଠ ରହିଛି। ତାର ନାମ କ'ଣ? ଧବଳେଶ୍ୱର। ପୌରାଣିକ କିମ୍ବଦନ୍ତୀ ଅନୁସାରେ ପୁରୀର ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ରାଜା ଇନ୍ଦ୍ରଦ୍ୟୁମ୍ନ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପାଟରାଣୀଙ୍କ ନାମ କ'ଣ ଥିଲା? ଗୁଣ୍ଡିଚା। ଭଗବାନ ଶ୍ରୀକୃଷ୍ଣଙ୍କୁ କେଉଁ ଶବର ହତ୍ୟା କରିଥିଲା? ଉତ୍ତର ହେଉଛି ଜାରା ଶବର। ନୀଳମାଧବଙ୍କୁ କେଉଁ ଶବର ରାଜା ପୂଜା କରୁଥିଲେ? ବିଶ୍ୱାବସୁ। ବିଶ୍ୱାବସୁଙ୍କ ଝିଅଙ୍କ ନାମ କ'ଣ ଥିଲା? ଉତ୍ତର ହେଉଛି ଲଳିତା। ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ପୁରୀ ଆଣିବା ସକାଶେ କେଉଁ ବ୍ରାହ୍ମଣଙ୍କୁ ପଠାଇଥିଲେ? ବିଦ୍ୟାପତି। ବିଦ୍ୟାପତି କାହାକୁ ବିବାହ କରିଥିଲେ? ଲଳିତାକୁ। ଜାରା ଓ ବିଶ୍ୱାବସୁର ବଂଶଧରଙ୍କୁ ଏବେ କ'ଣ କୁହାଯାଉଛି? ଦଇତାପତି। ଜଗନ୍ନାଥଙ୍କ ରଥଯାତ୍ରାକୁ କ'ଣ କୁହାଯାଏ? ଶ୍ରୀଗୁଣ୍ଡିଚା। ଜଗନ୍ନାଥଙ୍କର ରଥ କେଉଁ କାଠରେ ନିର୍ମିତ? ଶାଳ କାଠ। ଯୋଡ଼ା ଆଷାଢ଼ ପଡ଼ିଲେ ଜଗନ୍ନାଥଙ୍କର କ'ଣ ହୁଏ? ନବକଳେବର। ଜଗନ୍ନାଥଙ୍କର ଜନ୍ମ ଦିବସକୁ କ'ଣ କୁହାଯାଏ? ସ୍ନାନ ଯାତ୍ରା। ଜଗନ୍ନାଥଙ୍କ ସମ୍ମୁଖରେ କେଉଁ ସଂସ୍କୃତ ବହି ପଢ଼ାଯାଏ? ଗୀତ ଗୋବିନ୍ଦ। ଜଗନ୍ନାଥଙ୍କ ରଥରେ କେଉଁ ରଙ୍ଗର କନା ଦିଆଯାଏ? ଉତ୍ତର ହେଉଛି ଲାଲ ଏବଂ ସୁନେଲି ରଙ୍ଗର। ବଳଭଦ୍ରଙ୍କ ରଥରେ କେଉଁ ରଙ୍ଗର କନା ଦିଆଯାଏ? ଲାଲ ଏବଂ ଶାଗୁଆ। ସୁଭଦ୍ରାଙ୍କ ରଥରେ କେଉଁ ରଙ୍ଗର କନା ଦିଆଯାଏ? ଲାଲ ଏବଂ କଳା। କେବେଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ? ପବିତ୍ର ଅକ୍ଷୟ ତୃତୀୟା ଠାରୁ। କେବେ ଜଗନ୍ନାଥଙ୍କୁ ଜ୍ୱର ହୁଏ?
ଦେବସ୍ନାନ ପୂର୍ଣ୍ଣିମା ପରେ। ଜଗନ୍ନାଥ କାହାକୁ ଶ୍ରାଦ୍ଧ ଦିଅନ୍ତି? ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ। ଏହି ଶ୍ରାଦ୍ଧ ଉତ୍ସବକୁ କ'ଣ କୁହାଯାଏ? ଦେବ ଦୀପାବଳି। ଜଗନ୍ନାଥ ମନ୍ଦିରର ମୁଖ୍ୟ ଦ୍ୱାର ସମ୍ମୁଖରେ ଯେଉଁ ସ୍ତମ୍ଭ ଅଛି ତାର ନାମ କ'ଣ? ଉତ୍ତର ହେଉଛି ଅରୁଣ ସ୍ତମ୍ଭ। ଜଗନ୍ନାଥଙ୍କ ଜନ୍ମଦିନ କେବେ ପାଳନ କରାଯାଏ? ଜ୍ୟେଷ୍ଠ ପୂର୍ଣ୍ଣିମାରେ। ଜଗନ୍ନାଥ ମନ୍ଦିର ଚାରିପାଖକୁ ଘେରି ରହିଥିବା ପ୍ରାଚୀରର ନାମ କ'ଣ? ମେଘନାଦ ପ୍ରାଚୀର। ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରକୁ କ'ଣ କୁହାଯାଏ? ସିଂହ ଦ୍ୱାର। ଯେଉଁ ଦାଣ୍ଡରେ ରଥ ଗଡ଼ି ଚାଲେ ତାକୁ କ'ଣ କୁହାଯାଏ? ବଡ଼ଦାଣ୍ଡ। ରଥଯାତ୍ରା କେବେ ଅନୁଷ୍ଠିତ ହୁଏ? ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ। ଜଗନ୍ନାଥଙ୍କର ଭୋଗ କେଉଁ ଠାକୁରାଣୀଙ୍କୁ ଦେଇସାରିଲା ପରେ ମହାପ୍ରସାଦ ହୁଏ? ଉତ୍ତର ହେଉଛି ମା ବିମଳାଙ୍କୁ। ରଥଯାତ୍ରା ସମୟରେ କେଉଁ ଠାକୁରଙ୍କ ପ୍ରତିମାକୁ ପ୍ରଥମେ ରଥ ଉପରକୁ ନିଆଯାଏ? ସୁଭଦ୍ରା। ପୁରୀର ପବିତ୍ର ଶ୍ମଶାନ କିଏ? ସ୍ୱର୍ଗଦ୍ୱାର। ଯେଉଁମାନେ ଜଗନ୍ନାଥ ମନ୍ଦିରରେ ରୋଷେଇ କରନ୍ତି ସେମାନଙ୍କୁ କ'ଣ କହନ୍ତି? ସୁପକାର। ରଥ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିବା ଯାତ୍ରାକୁ କ'ଣ କୁହାଯାଏ? ବାହୁଡ଼ା ଯାତ୍ରା। ରଥ ତିଆରି ପାଇଁ କାଠ କେଉଁ ଜଙ୍ଗଲରୁ ଆସେ? ଦଶପଲ୍ଲା। ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ? 45 ଫୁଟ। ବଳଭଦ୍ରଙ୍କ ରଥର ଉଚ୍ଚତା କେତେ? 44 ଫୁଟ। ସୁଭଦ୍ରାଙ୍କ ରଥର ଉଚ୍ଚତା କେତେ? 43 ଫୁଟ। ଜଗନ୍ନାଥଙ୍କ ରଥର ନାମ କ'ଣ? ନନ୍ଦିଘୋଷ। ବଳଭଦ୍ରଙ୍କ ରଥର ନାମ କ'ଣ? ଉତ୍ତର ହେଉଛି ତାଳଧ୍ୱଜ। ସୁଭଦ୍ରାଙ୍କ ରଥର ନାମ କ'ଣ? ଦେବଦଳନ। ଜଗନ୍ନାଥଙ୍କ ରଥର ସାରଥୀ କିଏ? ମାତଳି। ବଳଭଦ୍ରଙ୍କ ରଥର ସାରଥୀ କିଏ? ସାତ୍ୟକୀ। ସୁଭଦ୍ରାଙ୍କ ରଥର ସାରଥୀ କିଏ? ଅର୍ଜୁନ। ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା କେତେ? 16। ବଳଭଦ୍ରଙ୍କ ରଥର ଚକ ସଂଖ୍ୟା କେତେ? ଉତ୍ତର ହେଉଛି 14। ସୁଭଦ୍ରାଙ୍କ ରଥର ଚକ ସଂଖ୍ୟା କେତେ? ଉତ୍ତର ହେଉଛି 12। ଜଗନ୍ନାଥ ଯେଉଁ ସିଂହାସନରେ ଅବସ୍ଥାନ କରନ୍ତି ତାର ନାମ କ'ଣ? ରତ୍ନ ସିଂହାସନ। ଶୁଖିଲା ମହାପ୍ରସାଦକୁ କ'ଣ କହନ୍ତି? ନିର୍ମାଲ୍ୟ। ମହାପ୍ରସାଦର ନାମ କ'ଣ? କୈବଲ୍ୟ। ଜଗନ୍ନାଥଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଥିବା ଦେବଦାସୀମାନଙ୍କୁ କ'ଣ କୁହାଯାଏ? ମାହାରୀ। ଜଗନ୍ନାଥଙ୍କ ମୁହଁର ରଙ୍ଗ କିପରି? କଳା। ଜଗନ୍ନାଥଙ୍କ ମହାପ୍ରସାଦ ଯେଉଁ ସ୍ଥାନରେ ବିକ୍ରି କରାଯାଏ ତାକୁ କ'ଣ କୁହାଯାଏ? ଆନନ୍ଦ ବଜାର। ଅଭିନବ ଇନ୍ଦ୍ରଦ୍ୟୁମ୍ନ କିଏ? ରାଜା ରାମଚନ୍ଦ୍ର ଦେବ। ଜଗନ୍ନାଥ ମନ୍ଦିର ଯେଉଁ ସ୍ଥାନରେ ନିର୍ମିତ ହୋଇଛି ତାର ନାମ କ'ଣ? ନୀଳଗିରି। ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରକୁ କ'ଣ କୁହାଯାଏ? ବ୍ୟାଘ୍ର ଦ୍ୱାର। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରକୁ କ'ଣ କୁହାଯାଏ? ଅଶ୍ୱଦ୍ୱାର। ଶ୍ରୀମନ୍ଦିରର ଉତ୍ତର ଦ୍ୱାରକୁ କ'ଣ କୁହାଯାଏ? ହସ୍ତିଦ୍ୱାର। କେତେ ମସିହାରେ କଳାପାହାଡ଼ ଶ୍ରୀମନ୍ଦିର ଆକ୍ରମଣ କରିଥିଲା? 1568 ମସିହାରେ। କଳାପାହାଡ଼ ଆକ୍ରମଣରେ କେଉଁ ଦେବୀ ଆତ୍ମଗୋପନ କରିଥିବାର ପ୍ରବାଦ ଅଛି? ରାମଚଣ୍ଡୀ। କେଉଁ ଭକ୍ତ ହାତରୁ ଜଗନ୍ନାଥ ନଡ଼ିଆ ହାତ ବଢ଼ାଇ ନେଇଥିବାର ପ୍ରବାଦ ଅଛି? ଦାସିଆ ବାଉରୀ। କେଉଁ ମୁସଲମାନ ଭକ୍ତ ଜଗନ୍ନାଥଙ୍କ ଭଜନ ଗାଇ ଅମର ହୋଇଗଲେ? ଭକ୍ତ ଶାଲବେଗ। ତିନି ରଥରେ ଛେରା ପହଁରା କିଏ କରନ୍ତି? ପୁରୀର ଗଜପତି ଦେବ। ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ପାଦ ଦର୍ଶନ କେବେ ହୁଏ? ଅଁଳା ନବମୀ। ସୁନା ରୂପାର ତାରକସି କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? କଟକ। ଚାନ୍ଦୁଆ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପିପିଲି। କାଠ କଣ୍ଢେଇ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପୁରୀ। ସିଂହ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପାରଳାଖେମୁଣ୍ଡି। କଂସା ଓ ପିତ୍ତଳ ବାସନ ପାଇଁ ଓଡ଼ିଶାର କେଉଁ ଦୁଇଟି ସ୍ଥାନ ପ୍ରସିଦ୍ଧ? କାଳକାଟି ଓ କଣ୍ଟିଲୋ। ପଟ୍ଟଚିତ୍ର ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ରଘୁରାଜପୁର। ଟସର ଲୁଗା ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ମାଣିଆବନ୍ଧ। ପଥର ମୂର୍ତ୍ତି ପାଇଁ
କେଉଁ ସ୍ଥାନ ପ୍ରସିଦ୍ଧ? ନୀଳଗିରି। ବେତ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପାରଳାଖେମୁଣ୍ଡି। ସମ୍ବଲପୁରୀ ହସ୍ତତନ୍ତ ଶାଢ଼ୀ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ସମ୍ବଲପୁର ବରପାଲି। ନଡ଼ିଆ କତା ଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ସାକ୍ଷୀଗୋପାଳ। ପାଟଲୁଗା ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ବ୍ରହ୍ମପୁର। ବାଣ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? କଟକ। ସାବୁନ ଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? କଟକ, ବ୍ରହ୍ମପୁର, ଖଡ଼ିଆଳ। ଓଡ଼ିଶାର କେଉଁ ସ୍ଥାନ ବେତ ଓ ବାଉଁଶରେ ନିର୍ମିତ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ? ବିଦ୍ୟାଧରପୁର, କଟକ। ସୋଲ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପୁରୀ। ଶଙ୍ଖ ନିର୍ମିତ ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ପୁରୀ। ଜଉ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ? ନବରଙ୍ଗପୁର। ଓଡ଼ିଶାର କେଉଁ ନୃତ୍ୟ ବିଶ୍ୱବିଖ୍ୟାତ? ଓଡ଼ିଶୀ ନୃତ୍ୟ। ମୟୂରଭଞ୍ଜର କେଉଁ ନୃତ୍ୟ ପ୍ରସିଦ୍ଧ? ଛଉ ନୃତ୍ୟ। ଓଡ଼ିଶୀ ନୃତ୍ୟ କରୁଥିବା ପୁରୁଷ ନର୍ତ୍ତକକୁ କ'ଣ କୁହାଯାଏ? ଗୋଟିପୁଅ। ଖୋର୍ଦ୍ଧାର ପାଇକମାନେ ଯେଉଁ ନୃତ୍ୟ କରନ୍ତି ତାକୁ କ'ଣ କୁହାଯାଏ? ପାଇକ ନୃତ୍ୟ। ପୁରୀର ଶାରୀରିକ ଦକ୍ଷତା ପ୍ରଦର୍ଶନ କୌଶଳକୁ କ'ଣ କୁହାଯାଏ? ବନ୍ଧ ନୃତ୍ୟ। ବିଞ୍ଜାଲ, ଖରିଆ, ଓରାନ ଏବଂ କୋଲ୍ହମାନେ ଯେଉଁ ନୃତ୍ୟ କରନ୍ତି ତାର ନାମ କ'ଣ? କରମା ନୃତ୍ୟ। କଳାହାଣ୍ଡି ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଘୁମୁରା। କେଉଁ ଜିଲ୍ଲା କୋୟା ନୃତ୍ୟ ପାଇଁ ପ୍ରସିଦ୍ଧ? କୋରାପୁଟ। ଡାଲଖାଇ ନୃତ୍ୟ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ? ସମ୍ବଲପୁର। ସୁନ୍ଦରଗଡ଼ ଜିଲ୍ଲାରେ ପୁଅମାନେ ଝିଅ ବେଶ ଧରି ଯେଉଁ ନୃତ୍ୟ କରନ୍ତି ତାକୁ କ'ଣ କୁହାଯାଏ? ବନ୍ଦୀ ବୁତାଲ। ପୁରୁଷ ନର୍ତ୍ତକମାନେ ନିଜ ନିଜ ମୁଣ୍ଡରେ ପଶୁ ଶିଙ୍ଗ ପିନ୍ଧି ଯେଉଁ ନୃତ୍ୟ କରନ୍ତି ତାକୁ କ'ଣ କୁହାଯାଏ? କୋୟା ନୃତ୍ୟ। ଫୁଲବାଣୀ ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? କନ୍ଧ ନୃତ୍ୟ। ରାମାୟଣକୁ ଗୀତ ଆକାରରେ ବୋଲି ଯେଉଁ ନୃତ୍ୟ କରାଯାଏ ତାକୁ କ'ଣ କହନ୍ତି? ରାମଲୀଳା ନାଟକ। ଗୋଟିଏ ଦଣ୍ଡକୁ ଶିବ ରୂପେ ସ୍ଥାପନ କରି ଗାୟକମାନେ ଯେଉଁ ନୃତ୍ୟ କରନ୍ତି ତାର ନାମ କ'ଣ? ଦଣ୍ଡ ନୃତ୍ୟ। ଓଡ଼ିଆ ନବବର୍ଷ କେବେ ପାଳନ କରାଯାଏ? ସୁନିଆ। ଚୈତ୍ର ମାସର ଅଷ୍ଟମୀ ଦିନ ଲିଙ୍ଗରାଜଙ୍କର ଯେଉଁ ରଥଯାତ୍ରା ଅନୁଷ୍ଠିତ ହୁଏ ତାକୁ କ'ଣ କୁହାଯାଏ? ଅଶୋକାଷ୍ଟମୀ। ରାମନବମୀ ଦିନ କେଉଁ ସ୍ଥାନ ଲଙ୍କାପୋଡ଼ି ପାଇଁ ପ୍ରସିଦ୍ଧ? ଦଶପଲ୍ଲା। କଟକର ଐତିହାସିକ ବାଲିଯାତ୍ରା କେବେଠାରୁ ଆରମ୍ଭ ହୁଏ? କାର୍ତ୍ତିକ ପୂର୍ଣ୍ଣିମା ଠାରୁ। କେଉଁଦିନ କୋଣାର୍କର ଚନ୍ଦ୍ରଭାଗାରେ ଲୋକମାନେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି? ମାଘ ମାସ ସପ୍ତମୀ ଦିନ। ବ୍ରହ୍ମପୁରଠାରେ କେଉଁ ଯାତ୍ରା ମହାସମାରୋହରେ ପାଳିତ ହୁଏ? ଠାକୁରାଣୀ ଯାତ୍ରା। ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶୀ ସଙ୍ଗୀତକୁ କେଉଁ ଦମ୍ପତି ଲୋକପ୍ରିୟ କରାଇବାରେ ଅହରହ ସଂଗ୍ରାମ ଚଳାଇଛନ୍ତି? ରଘୁନାଥ ପାଣିଗ୍ରାହୀ ଓ ସଂଯୁକ୍ତା ପାଣିଗ୍ରାହୀ। କେଉଁ ଓଡ଼ିଶୀ ନୃତ୍ୟଗୁରୁ ଓଡ଼ିଶୀକୁ ସମ୍ପ୍ରତି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇଛନ୍ତି? ଗୁରୁ କେଳୁଚରଣ ମହାପାତ୍ର। ଓଡ଼ିଶାରେ ନୃତ୍ୟ, ସଙ୍ଗୀତ ଓ କଳାକୁ ଲୋକପ୍ରିୟ କରିବା ପାଇଁ କେଉଁ ସଂଗଠନ ଗଠନ କରାଯାଇଥିଲା? କଳା ବିକାଶ କେନ୍ଦ୍ର। ଶୀତଳ ଷଷ୍ଠୀ ଉତ୍ସବ ମୁଖ୍ୟତଃ କେଉଁ ଦୁଇଟି ସ୍ଥାନରେ ମହାସମାରୋହରେ ପାଳନ କରାଯାଏ? ସମ୍ବଲପୁର, ଭୁବନେଶ୍ୱର। ବୈଶାଖ ମାସରେ ଓଡ଼ିଶାର ଚାଷୀ ଭାଇମାନେ ଫସଲ ବୁଣିବା ପୂର୍ବରୁ ମହାଲକ୍ଷ୍ମୀଙ୍କୁ ଯେଉଁ ଅନୁକୂଳ ପର୍ବ କରନ୍ତି ତାର ନାମ କ'ଣ? ଅକ୍ଷୟ ତୃତୀୟା। ଖୋର୍ଦ୍ଧା ଜିଲ୍ଲାର ଅଟ୍ରିଠାରେ ବର୍ଷକୁ ଥରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ। ତାହା କେବେ ହୁଏ? ମକର ସଂକ୍ରାନ୍ତି ଦିନ। ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ କେଉଁ ବୀର ଜନ୍ମଗ୍ରହଣ କରିଥିଲେ? ମହାବୀର ହନୁମାନ। ମାଣବସାରେ କେଉଁ ଠାକୁରାଣୀଙ୍କୁ ପୂଜା କରାଯାଏ? ମା ମହାଲକ୍ଷ୍ମୀଙ୍କୁ। କେଉଁ ପୂଜା ପାର୍ବଣରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ? ଦଶହରା ବା ଦୁର୍ଗା ପୂଜା। ଦୀପାବଳି ଅମାବାସ୍ୟାରେ କେଉଁ ଠାକୁରାଣୀଙ୍କୁ ପୂଜା କରାଯାଏ? ମା କାଳୀଙ୍କୁ। ଢେଙ୍କାନାଳର ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ କେବେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୁଏ? ଚୈତ୍ର ପୂର୍ଣ୍ଣିମାରେ। ଶିବରାତ୍ରି ବା ଜାଗର ଯାତ୍ରା ଦିନ କେଉଁ ଦେବତାଙ୍କୁ ପୂଜା କରାଯାଏ? ଶିବଙ୍କୁ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ କେଉଁ ପୂଜା ପଡ଼େ? ଗଣେଶ ପୂଜା। ମାଘ ମାସ ପଞ୍ଚମୀ ଦିନ କେଉଁ ଦେବୀଙ୍କ ପୂଜା ପଡ଼େ? ମା ସରସ୍ୱତୀଙ୍କର। ଶ୍ରାବଣ ମାସ ପୂର୍ଣ୍ଣିମାକୁ କ'ଣ କୁହାଯାଏ? ଗହ୍ମା ପୂର୍ଣ୍ଣିମା। ଗହ୍ମା ପୂର୍ଣ୍ଣିମାରେ କାହାର ଜନ୍ମଦିବସ ପାଳନ କରାଯାଏ? ବଳଭଦ୍ରଙ୍କର। ମିଥୁନ ସଂକ୍ରାନ୍ତି
ଓଡ଼ିଶାର ଏକ ବଡ଼ ସଂକ୍ରାନ୍ତି। ଏହି ସଂକ୍ରାନ୍ତିକୁ କେଉଁ ସଂକ୍ରାନ୍ତି କୁହାଯାଏ? ରଜ ସଂକ୍ରାନ୍ତି। କଣ୍ଢେଇ ସାହାଯ୍ୟରେ ଯେଉଁ ଅଭିନୟ ପ୍ରଦର୍ଶିତ ହୁଏ ତାକୁ କ'ଣ କହନ୍ତି? କଣ୍ଢେଇ ନାଚ। ଜଗନ୍ନାଥ ମନ୍ଦିରରେ ଓଡ଼ିଶୀ ନୃତ୍ୟ କରୁଥିବା ନର୍ତ୍ତକୀକୁ କ'ଣ କୁହାଯାଏ? ମାହାରୀ। ଦାସକାଠିଆରେ କେତେ ଜଣ ବାହାରନ୍ତି? 2 ଜଣ, ଜଣେ ଗାୟକ ଏବଂ ଅନ୍ୟ ଜଣେ ପାଳିଆ। ପାଲା କେତେ ଜଣ ଲୋକ ପରିବେଷଣ କରନ୍ତି? 6 ଜଣ, ଜଣେ ଗାୟକ, ଜଣେ ବାୟକ ଏବଂ ଅନ୍ୟମାନେ ପାଳିଆ। ବରଗଡ଼ର କେଉଁ ଯାତ୍ରା ପ୍ରସିଦ୍ଧ? ଧନୁଯାତ୍ରା। ଧନୁଯାତ୍ରା ଅବସରରେ କେଉଁ ନୃତ୍ୟ ପରିବେଷଣ କରାଯାଏ? ସଞ୍ଚରା ନୃତ୍ୟ। ଢେଙ୍କାନାଳରେ କେଉଁ ପୂଜା ଓଡ଼ିଶା ବିଖ୍ୟାତ? ଗଜଲକ୍ଷ୍ମୀ ପୂଜା। ଦକ୍ଷିଣ ଓଡ଼ିଶାରେ କେଉଁ ନୃତ୍ୟ ପ୍ରସିଦ୍ଧି ଲାଭ କରିଛି? ଦୁଆରୀ ନୃତ୍ୟ। କେଉଁ ଲୋକନୃତ୍ୟରେ ଜଣେ ନର୍ତ୍ତକ ପୁରୁଷ ଚଢ଼େଇ ଏବଂ ଅନ୍ୟ ନର୍ତ୍ତକ ମାଇ ଚଢ଼େଇ ହୋଇ ନୃତ୍ୟ ପରିବେଷଣ କରନ୍ତି? ଚଢ଼େୟା ନୃତ୍ୟ। ଗଦବା ଆଦିବାସୀମାନେ ଯେଉଁ ନୃତ୍ୟ କରନ୍ତି ତାର ନାମ କ'ଣ? ଢେମ୍ସା। କନ୍ଧମାନେ ଦଳ ଦଳ ହୋଇ ଗୀତ ଗାଇ ଯେଉଁ ନୃତ୍ୟ କରନ୍ତି ତାକୁ କ'ଣ କୁହାଯାଏ? ଧାଙ୍ଗଡ଼ା ଧାଙ୍ଗଡ଼ି ନୃତ୍ୟ।